नमस्कार सांग माने आपण माने समस्ते केमती अछंती आई होप करे आपण माने समस्ते भलरे थिबे। तो सांग माने वीडियो को आरंभ शेष पर्यंत देखिबे जो द्वारा कि आपण माने संपूर्ण भावे जानि पारबे कि आपण मानकर जो भत्ता टंकाटा अछि भारतीय भत्ता टंकाटा अछि बा मधुबाबू पेंशन योजना रे जहाँ भी किछि टंका गुडक दिया जाए से समस्त विषय को आज एही गोटे वीडियो रे आपण मानकु कहबी आपण माने समस्ते जानिछुंती कि 15 तारिखरे ଆଜି ବା ଏହି 15 ତାରିଖରେ ଆପଣମାନଙ୍କୁ ଟଙ୍କାଟା ଦିଆଯାଇଥିଲା ଏବଂ ଯେତେ ବି ଲୋକମାନେ ନିଜ ହାତରେ ଟଙ୍କା ଗୁଡ଼ାକ ନେଇଥାନ୍ତି ସେମାନେ ସମସ୍ତଙ୍କୁ କ'ଣ କରାଯାଇଥିଲା ଟଙ୍କା ଗୁଡ଼ାକ ଦିଆଯାଇଥିଲା ଏବଂ ବହୁତ ଲୋକମାନେ ଏ ପ୍ରକାର ଥିଲେ କି ଯେଉଁମାନେ କି ଟଙ୍କା ଗୁଡ଼ାକ ପାଇନାହାନ୍ତି ତ ସେମାନଙ୍କୁ କେବେ ମିଳିବ କୁହାଯାଇଥିଲା କି 20ରେ ମିଳିବ ବୋଲିକରି କିନ୍ତୁ ବାସ୍ତବରେ ଦେଖନ୍ତୁ କେବେ ମିଳିବ କେବେ ଦିଆଗଲାଣି କାହିଁକି ଆଜି ତ 21 ତାରିଖ ହେଲାଣି ଏ ସମ୍ପୂର୍ଣ୍ଣ ବିଷୟରେ ଆଜିର ଏଇ ଗୋଟେ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ତ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା ତ ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଅଛି ସେ ସମସ୍ତ ବିଷୟକୁ ଏବେ କ'ଣ କରାଯାଇଛି କି ଆପଣମାନଙ୍କୁ ଏପ୍ରିଲ ମାସରେ ଦିଆଯାଇ ନଥିଲା ଏବଂ ଏପ୍ରିଲ ମାସକୁ ଛାଡ଼ିକରି ଆପଣମାନଙ୍କୁ ମେ ମାସରେ ଦିଆଯିବ ବୋଲି କୁହାଯାଇଥିଲା ଏବେ ମେ ମାସରେ ଦିଆଗଲା କିନ୍ତୁ କେବଳ ସେମାନଙ୍କୁ ଦିଆଗଲା ଯେଉଁମାନେ ହାତରେ ଟଙ୍କା ଗୁଡ଼ାକ ନିଅନ୍ତି ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ହାତରେ ଯେଉଁମାନେ ଟଙ୍କା ଗୁଡ଼ାକ ନିଅନ୍ତି ପିଓ ସେମାନେ କ'ଣ କଲେ ହାତରେ ହାତରେ ସେମାନଙ୍କୁ ଟଙ୍କା ଗୁଡ଼ାକ ଦେଲେ କିନ୍ତୁ ଯେଉଁମାନଙ୍କର ଡିବିଟି ମାଧ୍ୟମରେ ଟଙ୍କା ଗୁଡ଼ାକ ନିଅନ୍ତି ଆଜି ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କର ଟଙ୍କା ଗୁଡ଼ାକ ନିଆଯାଇ ନାହିଁ ତ ବାସ୍ତବରେ ସେମାନେ 2 ମାସର ଟଙ୍କା ଗୁଡ଼ାକ ପାଇଲେ ଏପ୍ରିଲ ମାସର ମଧ୍ୟ ଟଙ୍କା ଗୁଡ଼ାକ ପାଇଲେ ତା ସହିତ ମଧ୍ୟ ସେମାନେ ମେ ମାସର ଟଙ୍କା ଗୁଡ଼ାକ ମଧ୍ୟ ପାଇଲେ ମିଶୁଛି 2 ମାସର ଟଙ୍କା ଗୁଡ଼ାକ ପାଇଲେ କେତେ ଟଙ୍କା ସେମାନେ ପାଇଲେ ତେବେ ଦେଖନ୍ତୁ ବାସ୍ତବରେ ଯେତେ ବି ଲୋକମାନେ 3,500 ଟଙ୍କା ଲେଖା ପାଉଥିଲେ ସେମାନେ 3,500 3,500 କରି ସେମାନେ 7,000 ଟଙ୍କା ପାଇଲେ ଯେଉଁମାନେ 1,000 ଟଙ୍କା ଲେଖା ପାଉଥିଲେ ସେମାନେ 2,000 ଟଙ୍କା ଲେଖା ପାଇଲେ ଏବଂ ଯେଉଁମାନେ 1,200 ଟଙ୍କା ଲେଖା ପାଇଲେ ସେମାନେ 2,400 ଟଙ୍କା ଏ ପ୍ରକାର ପାଇଲେ ତ ବାସ୍ତବରେ ଏବେ ଆପଣମାନେ କେଉଁ ତାରିଖରେ ଆପଣମାନଙ୍କୁ ମିଳିବ ତ ଦେଖନ୍ତୁ ସରକାର ମାଧ୍ୟମ ଦେଇକରି କୁହାଯାଉଛି କି ଯେତେ ବି ଡିବିଟି ଲୋକମାନେ ପାଉଥିଲେ ଯେତେ ବି ଡିବିଟି ମାଧ୍ୟମ ଦେଇକରି ଲୋକମାନେ ପାଉଛନ୍ତି ସେମାନଙ୍କୁ କୁହାଯାଇଛି କି ଆପଣମାନଙ୍କୁ 20ରୁ ଆପଣମାନଙ୍କୁ 25 ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କୁ ଦିଆଯିବ ଆଜି ତ 21 ତାରିଖ ହେଇଗଲାଣି ତ 20ରୁ ଆପଣମାନଙ୍କୁ 25 ତାରିଖ ପର୍ଯ୍ୟନ୍ତ ଦିଆଯିବ ଆଜି ପର୍ଯ୍ୟନ୍ତ ମଧ୍ୟ ଆମର ଗାଁ ଆଡ଼େ ମଧ୍ୟ କାହାକୁ ମଧ୍ୟ ଦିଆଯାଏନି ତ ବାସ୍ତବରେ ଆପଣମାନଙ୍କୁ ଆଉ 4 ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ କି କେବେ ଆପଣମାନଙ୍କୁ ଦିଆଯିବ ତ ନିଶ୍ଚିତ ଭାବରେ କ'ଣ କରିବେ ଆପଣମାନେ ଅପେକ୍ଷା କରିପାରିବେ ଏବଂ ଆପଣମାନେ ନିଶ୍ଚିତ ଭାବରେ ପାଇବେ ଦେଖନ୍ତୁ ଆପଣମାନେ ଯଦି 3,500 ଟଙ୍କା ପାଉଛନ୍ତି ତାହେଲେ ଆପଣମାନେ 7,000 ଟଙ୍କା ପାଇବେ ଏବଂ ଆପଣମାନେ ଯଦି 2,000 ଟଙ୍କା ପାଉଛନ୍ତି ବା ଆପଣମାନେ 1,200 ଟଙ୍କା ପାଉଛନ୍ତି ତାହେଲେ 2,400 ଟଙ୍କା ପାଇବେ 1,000 ଟଙ୍କା ପାଉଛନ୍ତି ତାହେଲେ 2,000 ଟଙ୍କା ପାଇବେ ମିଶୁଛି ଏପ୍ରିଲ ମାସ ସହିତ ଆପଣମାନଙ୍କ ମେ ମାସରେ ମିଶାଇକି ଦୁଇଟି କିସ୍ତି କହିପାରିବେ ଆପଣମାନଙ୍କୁ ମିଳିପାରିବ ଏବେ ବହୁତ ଲୋକମାନଙ୍କ ପ୍ରଶ୍ନ ଏହା ଅଛି ବହୁତ ଲୋକମାନେ କ'ଣ କରିଥିଲେ କି ଡକୁମେଣ୍ଟ ଗୁଡ଼ାକ ସବମିଟ୍ କରିଥିଲେ ଏବଂ ନୂଆରେ ଆପ୍ଲାଏ କରିଥିଲେ ଏବେ ସେମାନଙ୍କୁ କ'ଣ କରାଯାଇଛି କି ଏହି ମାସରେ ସେମାନଙ୍କୁ ସେ ଟଙ୍କାଟା ମିଳିବ କାରଣ ବହୁତ ଲୋକମାନଙ୍କର ଅଫିସିଆଲି ସେମାନେ କ'ଣ କରାଯାଇଛି କି ଯାହା ବି କିଛି ଡକୁମେଣ୍ଟ ଗୁଡ଼ାକ ସେମାନେ ଦେଇଥିଲେ ଭତ୍ତା ଟଙ୍କା ପାଇବା ପାଇଁ ସେମାନଙ୍କ ଆପ୍ରୁଭ୍ କରାଯାଇଛି ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଭାବେ ଏହି ମାସରେ ସେମାନେ ଡିବିଟି ମାଧ୍ୟମ ଦେଇକରି ଟଙ୍କା ଗୁଡ଼ାକ ପାଇବେ ତ ଯଦି ଆପଣମାନଙ୍କର ଡିବିଟି ଗୁଡ଼ାକ ଆକ୍ଟିଭ୍ କରି ରଖିନାହାନ୍ତି ତାହେଲେ ଡିବିଟି ଗୁଡ଼ାକ ଆକ୍ଟିଭ୍ କରି ରଖନ୍ତୁ ଯଦ୍ୱାରା କି ଆପଣମାନେ ଟଙ୍କାଟା ମିସ୍ କରିବେ ନାହିଁ ଆଜି ହେଉଛି 21 ତ 21 ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କୁ 25 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଆପଣମାନେ ନିଶ୍ଚିତ ଭାବରେ ପାଇପାରିବେ ଏବଂ ଆପଣମାନଙ୍କର ଗାଁ ଗୁଡ଼ାକରେ ଯଦି ଦିଆଗଲାଣି ତାହେଲେ ନିଶ୍ଚିତ ଭାବରେ କମେଣ୍ଟରେ ମଧ୍ୟ ଆପଣମାନେ ଜଣାଇ ପାରିବେ ଜୟ ହିନ୍ଦ।